ବନ୍ଧୁଗଣ ଆଜିର ଏହି ଭିଡିଓଟି କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ବିଶେଷ ଖାସ୍ ଅଟେ। କାହିଁକି ନା ଆଜିର ଭିଡିଓରେ ଆଲୋଚନା କରାଯିବ ମାସିକ ରାଶିଫଳ ବିଷୟରେ, ଯାହାକି ଅଗଷ୍ଟ ମାସ 2025 କିପରି କଟିବ ଏବଂ ତା ସହିତ ଆପଣମାନେ ଜାଣିବେ ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ଜୀବନ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବେପାର ବାଣିଜ୍ୟର ସ୍ଥିତି କିପରି ରହିବ ଏବଂ ତା ସହିତ ଆପଣମାନେ ଜାଣିବେ ଆପଣଙ୍କର ନବଗ୍ରହମାନଙ୍କର ସ୍ଥିତି ଏହି ମାସରେ କିପରି ରହିଅଛି ଏବଂ ଯେଉଁ ଗ୍ରହମାନେ ଆପଣଙ୍କୁ ଖରାପ ଫଳ ପ୍ରଦାନ କରୁଛନ୍ତି ଶେଷରେ ସେମାନଙ୍କ ପାଇଁ ପ୍ରତିକାର ମଧ୍ୟ ରହିବ। ତେବେ ବନ୍ଧୁଗଣ ଆପଣ ନିଶ୍ଚୟ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଆପଣ ଯଦି ମୋର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ଭକ୍ତି ଆଉ ଶ୍ରଦ୍ଧା ମନରେ କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ରୂପରେ ଲେଖନ୍ତୁ। ତେବେ ବନ୍ଧୁଗଣ ଆଉ ଡେରି ନକରି ଚାଲନ୍ତୁ ଭିଡିଓଟିକୁ ଆରମ୍ଭ କରିନେବା। ସର୍ବପ୍ରଥମେ ଜାଣିନେବା ଆପଣଙ୍କର ଗ୍ରହମାନଙ୍କର ସ୍ଥିତି କିପରି ରହିଅଛି। ଦେଖନ୍ତୁ ଆମର ରାଶିଚକ୍ରରେ 12 ଗୋଟି ରାଶି ରହିଅଛି। 12 ଗୋଟି ରାଶିମାନଙ୍କ ମଧ୍ୟରୁ ଏକାଦଶ ରାଶିଟି ହେଉଛି କୁମ୍ଭ ରାଶି। ତେବେ ଆପଣଙ୍କର ପ୍ରଥମ ଗୃହରେ ରାହୁ ଅବସ୍ଥାନ କରିଛନ୍ତି, ଦ୍ୱିତୀୟ ଗୃହରେ ଶନି ଅବସ୍ଥାନ କରିଛନ୍ତି, ପଞ୍ଚମ ଗୃହରେ ଶୁକ୍ରଙ୍କ ସହିତ ଦେବଗୁରୁ ବୃହସ୍ପତି ଅବସ୍ଥାନ କରିଛନ୍ତି, ଷଷ୍ଠ ଗୃହରେ ସୂର୍ଯ୍ୟଙ୍କ ସହିତ ବୁଧ ଅବସ୍ଥାନ କରିଛନ୍ତି, ସପ୍ତମ ଗୃହରେ କେତୁ ଅବସ୍ଥାନ କରିଛନ୍ତି, ଅଷ୍ଟମ ଗୃହରେ ମଙ୍ଗଳ ଅବସ୍ଥାନ କରିଛନ୍ତି। ତେବେ ଏହା ତ ଗଲା ଆପଣଙ୍କର ନବଗ୍ରହମାନଙ୍କର ସ୍ଥିତି। ତ ବର୍ତ୍ତମାନ ଆସନ୍ତୁ ଜାଣିନେବା ଆପଣଙ୍କର ସ୍ୱାସ୍ଥ୍ୟ ବିଷୟରେ। ଦେଖନ୍ତୁ ସ୍ୱାସ୍ଥ୍ୟର ଗୃହ ପ୍ରଥମ ଗୃହ ହୋଇଥାଏ। ତ ପ୍ରଥମ ଘରର ସ୍ୱାମୀ ଆପଣଙ୍କ ରାଶିର ସ୍ୱାମୀ ହେଲେ ଶନି। ଶନି ଆପଣଙ୍କର କୁଣ୍ଡଳୀରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରାହୁ ସେ ଆପଣଙ୍କର କୁଣ୍ଡଳୀର ପ୍ରଥମ ସ୍ଥାନରେ ଅଛନ୍ତି। ବୁଧ ଆପଣଙ୍କର ଷଷ୍ଠ ସ୍ଥାନରେ ଅଛନ୍ତି, ଯିଏକି ଆପଣଙ୍କର ପଞ୍ଚମ ଘରର ସ୍ୱାମୀ ହୋଇକି ଷଷ୍ଠ ସ୍ଥାନରେ ଅଛନ୍ତି। ମଙ୍ଗଳ ମଧ୍ୟ ଶନିଙ୍କୁ ଦୃଷ୍ଟି ପକାଉଛନ୍ତି। ତେଣୁ ସ୍ୱାସ୍ଥ୍ୟରେ ସେମିତି କିଛି ମେଜର ଇସ୍ୟୁ ନାହିଁ, ବଡ଼ ସମସ୍ୟା ନାହିଁ। ରାହୁ ଆପଣଙ୍କର ଯେହେତୁ ଚନ୍ଦ୍ରମାଙ୍କ ଉପରେ ଗୋଚର କରୁଛନ୍ତି ଆଉ ରାହୁଙ୍କ ଠାରୁ ଅଷ୍ଟମରେ ମଧ୍ୟ ମଙ୍ଗଳ ଅବସ୍ଥାନ କରିଛନ୍ତି, ତେଣୁ ରାହୁ ଯେବେ ପ୍ରଥମ ଗୃହରେ ଆସିଛନ୍ତି ନା ଚନ୍ଦ୍ରମାଙ୍କ ଉପରେ ଆସିଛନ୍ତି, ତ ଚନ୍ଦ୍ରମା ହେଉଛନ୍ତି ଆମର ମନ, ଆମର କଳ୍ପନା, ଆମର ଭାବନା। ତେଣୁ ମାଇଗ୍ରେନ୍ ଭଳି ସମସ୍ୟା ଆପଣଙ୍କୁ ନିଶ୍ଚିନ୍ତ ରୂପରେ ଦେଇଥିବେ। ହେଡେକ୍ ସମସ୍ୟା ଦେଇଥିବେ, ମୁଣ୍ଡ ବ୍ୟଥା ହେଉଥିବ, କେବେ କେବେ ଗୋଟିଏ ସାଇଡ୍ ଦରଜ ହେଉଥିବ ଆପଣଙ୍କର, କେବେ କେବେ ଅଣ୍ଟା ଦରଜ ହେଉଥିବ, କେବେ କେବେ ଗୋଡ଼ ଦରଜ ହେଉଥିବ, ଏମିତି ସବୁ ସମସ୍ୟା ଦେଇଥିବେ। ତ ଏମିତି ହିଁ ସମସ୍ୟା ଦେଖାଦେବ, ସେମିତି କିଛି ବଡ଼ ସମସ୍ୟା ନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିନେବା ଆପଣଙ୍କର ଶିକ୍ଷାକ୍ଷେତ୍ର କିପରି ରହିବ। ଦେଖନ୍ତୁ ଶିକ୍ଷାକ୍ଷେତ୍ରର ଗୃହ ହେଉଛି କୁଣ୍ଡଳୀରେ ପଞ୍ଚମ ଗୃହ। ପଞ୍ଚମ ଗୃହରେ ଶୁକ୍ରଙ୍କ ସହିତ ଦେବଗୁରୁ ବୃହସ୍ପତି ଅବସ୍ଥାନ କରିଛନ୍ତି। ଶୁକ୍ର ହେଲେ ଦୈତ୍ୟ ଗୁରୁ, ଦେବଗୁରୁ ବୃହସ୍ପତି ହେଲେ ଦେବତାମାନଙ୍କର ଗୁରୁ। ତ ଏହି ଦୁଇ ଜଣ ଏକା ସାଙ୍ଗରେ ରହିଛନ୍ତି ମାନେ ଆପଣଙ୍କର ଶିକ୍ଷା ସ୍ଥାନରେ ଆପଣ ନିଜକୁ ମନ୍ତ୍ରୀ ଭାବିବେ। ଏହି ମାସଟି ଶିକ୍ଷାକ୍ଷେତ୍ରକୁ ନେଇକରି ବହୁତ ଭଲ ରହିଛି। ଆପଣଙ୍କର ଫୋକସ୍ ରହିବ, ପାଠପଢ଼ାରେ ଷ୍ଟେବଲ୍ ରହିବେ, କନଫିଡେନ୍ସ ଲେଭଲ୍ ବହୁତ ହାଇ ରହିବ। କାହିଁକିନା ଶୁକ୍ରଙ୍କ ସହିତ ଦେବଗୁରୁ ବୃହସ୍ପତି ଅବସ୍ଥାନ କରିଛନ୍ତି। ବେଳେବେଳେ ଶୁକ୍ର ଏବଂ ଦେବଗୁରୁ ବୃହସ୍ପତି ଏକା ସାଙ୍ଗରେ ରହିଲେ ଓଭର ଥିଙ୍କିଂ କରାଇ ଦେଇଥାନ୍ତି। ତେଣୁ ଆପଣ ଓଭର ଥିଙ୍କିଂ କରନ୍ତୁ ନାହିଁ। ଯଦି କିଛି ବି ଆପଣ ଭାବୁଛନ୍ତି ଆପଣଙ୍କର ପାଠପଢ଼ାକୁ ନେଇକରି କରିବା ପାଇଁ, ଉଚ୍ଚଶିକ୍ଷା କରିବା ପାଇଁ, ଫର୍ମ ଫିଲ୍ଅପ୍ କରିବା ପାଇଁ, ତ ଏହି ମାସଟି ବହୁତ ଭଲ ଅଛି, କିଛି ଅସୁବିଧା ନାହିଁ। ଯାହା ବି କିଛି କରିବା ପାଇଁ ଚାହୁଁଛନ୍ତି ଆପଣ କରିନିଅନ୍ତୁ। ତ ଆପଣଙ୍କର ପଞ୍ଚମ ଘରର ଅଧିପତି ବୁଧ ସେ ଆପଣଙ୍କର ଷଷ୍ଠ ଘରେ ଅଛନ୍ତି ଆଉ ସେ ଦ୍ୱାଦଶ ଘରକୁ ଦୃଷ୍ଟି ଦେଉଛନ୍ତି। ଦ୍ୱାଦଶ ଘରଟି ବିଦେଶର ଗୃହ ହୋଇଥାଏ। ତେଣୁ ବିଦେଶକୁ ନେଇକରି ଯଦି ପାଠ ପଢ଼ିବା ପାଇଁ ଚାହୁଁଥିଲେ ତାହେଲେ ଆପଣ ନିଶ୍ଚୟ ରୂପରେ ଏହା କରିନିଅନ୍ତୁ। ଆପଣଙ୍କ ପାଇଁ ନିଶ୍ଚୟ ରୂପରେ ଏହା ଶୁଭ ଫଳଦାୟୀ ରହିବ। ପାଠପଢ଼ାକୁ ଦେଖିବା ପାଇଁ ଗଲେ ଆପଣଙ୍କର ଏହି ମାସରେ 80% ଭଲ ରହିଛି। କାହିଁକି ନା 20% ଏଥିପାଇଁ ଭଲ ନାହିଁ, କାରଣ ବୁଧ ଆପଣଙ୍କର ଷଷ୍ଠ ଗୃହରେ ଅଛନ୍ତି। କୁଣ୍ଡଳୀରେ ଷଷ୍ଠ ଗୃହକୁ ଖରାପ ବୋଲି ମାନାଯାଇଥାଏ। ତେଣୁ କେବେ କେବେ ଆପଣଙ୍କର ମନକୁ କନଫ୍ୟୁଜନ୍ ଆସିବ,
ଆଉ ଆପଣ କାହା କଥାରେ ଆସିକି ଆପଣଙ୍କର ପାଠପଢ଼ାକୁ ମଧ୍ୟ ନେଗ୍ଲେକ୍ଟ କରିଦେବେ। ଏହିପରି ଭାବରେ ଆପଣଙ୍କର 20% ଖରାପ ଦେଖାଦେଉଛି, କିନ୍ତୁ 80% ଏହି ମାସରେ ଆପଣଙ୍କର ପାଠପଢ଼ା ବହୁତ ଭଲ ରହିଛି। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିବା ପ୍ରେମ ଜୀବନ ସମ୍ପର୍କରେ। ଦେଖନ୍ତୁ, ପ୍ରେମ ଜୀବନର ଗୃହ ମଧ୍ୟ ସେହି ପଞ୍ଚମ ଗୃହ କୁଣ୍ଡଳୀରେ ହୋଇଥାଏ। ପଞ୍ଚମ ଘରର ଅଧିପତି ବୁଧ କୁଣ୍ଡଳୀର ଷଷ୍ଠ ସ୍ଥାନରେ ଅବସ୍ଥାନ କରିଛନ୍ତି। ରାହୁ ପ୍ରଥମ ସ୍ଥାନରେ ଅବସ୍ଥାନ କରିଛନ୍ତି। ବୁଧଙ୍କ ଠାରୁ ନବମରେ ଶନି ଅବସ୍ଥାନ କରିଛନ୍ତି। ସପୋର୍ଟ ତ ଆପଣଙ୍କର ପ୍ରେମ ଜୀବନରେ ବହୁତ ଅଧିକ ମାତ୍ରାରେ ରହିବ। ସାମ୍ନା ଲୋକ ଯାହାକୁ ଆପଣ ଭଲ ପାଉଛନ୍ତି ତାଙ୍କର ସପୋର୍ଟ ରହିବ, ତାଙ୍କର ଭଲ ପାଇବା ରହିବ, ତାଙ୍କର ଆପଣଙ୍କ ପାଇଁ ବହୁତ କେୟାର ମଧ୍ୟ ରହିବ। କିନ୍ତୁ ଯେହେତୁ ରାହୁ ଆପଣଙ୍କର ପ୍ରଥମ ଗୃହରେ ଅଛନ୍ତି, ତେଣୁ ରାହୁ ଆପଣଙ୍କର ଡାଉଟ୍ କ୍ରିଏଟ୍ କରିଦିଅନ୍ତି, ମନରେ ଡାଉଟ୍ସ ଆଣିବେ। ଏହି ମାସର ତ କଥା କହୁନାହିଁ ମୁଁ ଆପଣଙ୍କୁ, ଯେହେତୁ ରାହୁ ଆପଣଙ୍କର ବର୍ତ୍ତମାନ ପ୍ରଥମ ଗୃହରେ ଆସିଛନ୍ତି, ପୁରା ସେ ଆପଣଙ୍କର 1.5 ବର୍ଷ ଧରି ଏଇଠାରେ ରହିବେ। ତେଣୁ ଆପଣଙ୍କୁ ଆପଣଙ୍କର ପ୍ରେମ ଜୀବନ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ପାଇଁ ପଡ଼ିବ। ତ ରାହୁ ଯେହେତୁ ଆପଣଙ୍କର ଚନ୍ଦ୍ରମାଙ୍କ ଉପରେ ଅଛନ୍ତି, ଆଉ ରାହୁ ଚନ୍ଦ୍ରମାଙ୍କର ଶତ୍ରୁ ଅଟନ୍ତି, ତେଣୁ ମନ ଆପଣଙ୍କର କନଫ୍ୟୁଜନରେ ସୃଷ୍ଟି ହେବ, ମନରେ ଆପଣଙ୍କର ଡାଉଟ୍ସ ଆସିବ। କେହି ଜଣେ ତୃତୀୟ ବ୍ୟକ୍ତି ଆପଣଙ୍କ ମଧ୍ୟରେ ଆସିଯାଇଛନ୍ତି ବୋଲି ଆପଣ ଭାବିପାରନ୍ତି। ଯେହେତୁ ଆପଣଙ୍କର ରାହୁ ଅଛନ୍ତି ପ୍ରଥମ ଘରେ, ତେଣୁ ଆପଣଙ୍କର ମନ ଭଟକିବ। ବାକି ଆପଣଙ୍କର ଠିକ୍ ଅଛି, ପ୍ରେମ ଜୀବନରେ ବେଳେବେଳେ ସପୋର୍ଟ ମିଳିବ, କେୟାର ମିଳିବ, ଭଲ ପାଇବା ମଧ୍ୟ ମିଳିବ। କିନ୍ତୁ ବେଳେବେଳେ ରାହୁଙ୍କ ପାଇଁ ହଠାତ୍ କରି ମନ ଭଟକିପାରେ। ତେଣୁ ସେଥିପ୍ରତି ଯଦି ଆପଣ ଧ୍ୟାନ ଦେଉଛନ୍ତି, ତେବେ ଯଦି ପୂର୍ବରୁ ସତର୍କ ହୋଇଯିବେ, ତାହେଲେ ଆପଣଙ୍କର ପ୍ରେମ ଜୀବନ ଭଲ ଚାଲିବ। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଆପଣଙ୍କର ବୈବାହିକ ଜୀବନ ବିଷୟରେ। ବୈବାହିକ ଜୀବନର ଗୃହ ହେଉଛି ସପ୍ତମ ଗୃହ, ଆଉ ଆପଣଙ୍କର ସପ୍ତମ ଗୃହର ଅଧିପତି ରହିଲେ ସୂର୍ଯ୍ୟ। ସୂର୍ଯ୍ୟ ମଧ୍ୟ ଆପଣଙ୍କର ଷଷ୍ଠ ଗୃହରେ ଅବସ୍ଥାନ କରିଛନ୍ତି। ତ ସପ୍ତମ ଗୃହକୁ ସେ ଆସିଯିବେ 17 ଅଗଷ୍ଟକୁ। ତ ନିଜ ରାଶିକୁ ସେ ପ୍ରବେଶ କରିବେ। ଏଠି ଯେହେତୁ କେତୁ ଆପଣଙ୍କର ସପ୍ତମ ଗୃହରେ ଅବସ୍ଥାନ କରିଛନ୍ତି, କେତୁ ହେଉଛନ୍ତି ମାଇଣ୍ଡଲେସ୍ ଗ୍ରହ, ଅତୃପ୍ତ ଗ୍ରହ। ତେଣୁ କେତୁ କ'ଣ କରନ୍ତି ନା ଡିସାଟିସ୍ଫ୍ୟାକ୍ସନ୍ ଦେଇଥାନ୍ତି। ଆପଣଙ୍କର ବୈବାହିକ ଜୀବନରେ ଆପଣଙ୍କର ଜୀବନସାଥୀ ଆପଣଙ୍କୁ ଯେତେ ଭଲ ପାଇଲେ ମଧ୍ୟ ଆପଣଙ୍କ ମନରେ ଡିସାଟିସ୍ଫ୍ୟାକ୍ସନ୍ ଆସିବ। ଆପଣଙ୍କ ମନରେ ଆସିବ କି ଆପଣ ଯେଉଁଟା କରୁଛନ୍ତି ତାହା ଠିକ୍, କିନ୍ତୁ ସେ ଯେଉଁଟା କରୁଛନ୍ତି ତାହା ଭୁଲ। ତେଣୁ ଆପଣ ତାଙ୍କ କଥାକୁ ବିଶ୍ୱାସ କରିବେ ନାହିଁ, ତାଙ୍କ କଥାରେ ଆପଣ ପଡ଼ିବେ ନାହିଁ, ସବୁବେଳେ ତାଙ୍କୁ ଆପଣ ସନ୍ଦେହ କରିବେ। 17 ଅଗଷ୍ଟ ପରେ ଆପଣ ଦେଖିବେ ଯେ ଆପଣଙ୍କର ବୈବାହିକ ଜୀବନ ଭଲ ହୋଇଯିବ। ଯାହା ବି କିଛି ସମସ୍ୟା ଗୁଡ଼ିକ ସବୁ ରହୁଥିଲା, ତାହା ସବୁ କିଛି ସମାଧାନ ମଧ୍ୟ ହୋଇଯିବ। କାହିଁକିନା ସେତେବେଳେ ସୂର୍ଯ୍ୟ 17 ଅଗଷ୍ଟ ଠାରୁ ଆପଣଙ୍କର ନିଜ ରାଶିକୁ ପ୍ରବେଶ କରିବେ, ଆଉ ସେ ବହୁତ ଭଲ ନିଜ ଘରକୁ ବନାଇବେ। କାହିଁକିନା କେହି କେବେ ନିଜ ଗୃହକୁ ଖରାପ ବନାନ୍ତି ନାହିଁ। ଦେଖିବେ ଜୀବନସାଥୀଙ୍କର ପର୍ସନାଲ ଲାଇଫ୍ରେ ହେଉ, କ୍ୟାରିୟରରେ ହେଉ, ତାଙ୍କର ଜବ୍ ଲାଇଫ୍ରେ ହେଉ, ବେଟରମେଣ୍ଟ ଆପଣ ଦେଖିବା ପାଇଁ ପାଇବେ। ତାଙ୍କର ବହୁତ ଭଲ ଗ୍ରୋଥ ଆସିଯିବ। କିନ୍ତୁ କେତୁ ଯେହେତୁ ଆପଣଙ୍କର ବୈବାହିକ ଜୀବନରେ ବସିଛନ୍ତି, ସପ୍ତମ ଗୃହରେ ବସିଛନ୍ତି, ତେଣୁ ମନରେ ବେଳେବେଳେ ଡାଉଟ୍ସ ଆସିପାରେ, ସନ୍ଦେହ ମଧ୍ୟ ବଢ଼ିପାରେ, ଡିସାଟିସ୍ଫ୍ୟାକ୍ସନ୍ ଦେଇପାରନ୍ତି। କିନ୍ତୁ ଭଲ ମଧ୍ୟ ଅଛି, ଯେହେତୁ ସୂର୍ଯ୍ୟ ମଧ୍ୟ ନିଜ ଗୃହକୁ ପ୍ରବେଶ କରିବେ, ତ ଏଇଟା ଦେଖାଦେବ। ଯେହେତୁ ଆପଣ ଅଗଷ୍ଟ ମାସର ଆରମ୍ଭରୁ ଜାଣିସାରିଲେଣି ଯେ କେତୁ ପାଇଁ ଏମିତି କିଛି ହେଉଛି, ତେଣୁ ଆପଣ ଆପଣଙ୍କ ଭିତରେ କିଛି ବି ଡିଷ୍ଟର୍ବାନ୍ସ ଆଣିବା ପାଇଁ ଦିଅନ୍ତୁ ନାହିଁ। ଆଗକୁ କେମିତି ଭଲ ହେବ ସେହି କଥା ହିଁ ଭାବନ୍ତୁ। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଆପଣଙ୍କର ଭାଗ୍ୟ ବିଷୟରେ। ତ ଭାଗ୍ୟର ଘର ହେଉଛି ନବମ ଘର। ନବମ ଘରର ଅଧିପତି ରହିଲେ ଶୁକ୍ର। ଶୁକ୍ର ସେ ଆପଣଙ୍କର ପଞ୍ଚମ ସ୍ଥାନରେ ଅବସ୍ଥାନ କରିଛନ୍ତି, ଆଉ ଦେବଗୁରୁ ବୃହସ୍ପତିଙ୍କ ସହିତ ଅବସ୍ଥାନ କରିଛନ୍ତି। ତେଣୁ ଭାଗ୍ୟ ସମ୍ପର୍କରେ ଯଦି ଆମେ ଆଲୋଚନା କରିବା, ତାହେଲେ ଭାଗ୍ୟ ଆପଣଙ୍କର ବହୁତ ଭଲ ରହିଛି। ଭାଗ୍ୟ ଆପଣଙ୍କର ବହୁତ ଭଲ ରହିଛି, କାହିଁକିନା ଭାଗ୍ୟର କାରକ ଦେବଗୁରୁ ବୃହସ୍ପତି ଅଟନ୍ତି। ଦେବଗୁରୁ ବୃହସ୍ପତି ପଞ୍ଚମ ସ୍ଥାନରେ ରହିକି ସେ ଆପଣଙ୍କର ନବମ ସ୍ଥାନକୁ ଦୃଷ୍ଟି ଦେଉଛନ୍ତି।
ଏକାଦଶ ସ୍ଥାନକୁ ଲାଭର ସ୍ଥାନକୁ ମଧ୍ୟ ଦୃଷ୍ଟି ଦେଉଛନ୍ତି। ଆଉ ଶୁକ୍ର ମଧ୍ୟ ଭାଗ୍ୟର ସ୍ୱାମୀ ହୋଇକରି ଏକାଦଶର ସ୍ଥାନକୁ ଲାଭର ସ୍ଥାନକୁ ଦୃଷ୍ଟି ଦେଉଛନ୍ତି। ତେଣୁ ଏହି ମାସ ଭାଗ୍ୟକୁ ନେଇକରି ବହୁତ ଭଲ ରହିଛି। ଯାହା ଆପଣ କରିବା ପାଇଁ ଚାହୁଁଛନ୍ତି, ସେଲ୍ ପରଚେସ୍ ହେଉ, ବଡ଼ କାମ ହେଉ, କିଛି ଇଚ୍ଛା ରଖିଛନ୍ତି କରିବା ପାଇଁ, କିଛି ଇନଭେଷ୍ଟ କରିବା ପାଇଁ ଚାହୁଁଛନ୍ତି, କିଛି ଶୁଭ କାର୍ଯ୍ୟ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, ଯାହା କିଛି ଭାଗ୍ୟ ସହିତ ଜଡ଼ିତ କାମ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ମାସଟି ପୁରା ଆପଣଙ୍କ ପାଇଁ ସପୋର୍ଟିଭ୍ ରହିବ। କାହିଁକିନା ଶୁକ୍ର ମଧ୍ୟ ଏକାଦଶ ଗୃହକୁ ଦୃଷ୍ଟି ଦେଉଛନ୍ତି। ଲାଭ ହେବ। ଇଚ୍ଛା ଯାହା ରଖିଛନ୍ତି, ସ୍ୱପ୍ନ ଆପଣଙ୍କର ଯାହା ଅଛି, ତାହା ଆପଣଙ୍କର ପୁରା ମଧ୍ୟ ହୋଇଯିବ। ଆପଣ ଯାହା ବି କିଛି ଚାହୁଁଛନ୍ତି, ଗାଡ଼ି କିଣିବା ପାଇଁ, ଜମିବାଡ଼ି କ୍ରୟ କରିବା ପାଇଁ, ଘର ଆପଣ ବନେଇବା ପାଇଁ, ତେବେ ନିଶ୍ଚୟ ଆପଣଙ୍କ ପାଇଁ ସପୋର୍ଟିଭ୍ ରହିବ। ଭାଗ୍ୟର ସପୋର୍ଟରେ ଆପଣ ଆଗକୁ ବଢ଼ିବେ। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଆପଣଙ୍କର କ୍ୟାରିୟର ବିଷୟରେ। କ୍ୟାରିୟର ଆପଣଙ୍କର କିପରି ରହିବ? ଦେଖନ୍ତୁ, କ୍ୟାରିୟରର ଗୃହ ହେଉଛି ଦଶମ ଗୃହ। ଦଶମ ଘରର ଅଧିପତି ରହିଲେ ମଙ୍ଗଳ। ମଙ୍ଗଳ ସେ ଆପଣଙ୍କର ଅଷ୍ଟମ ଘରେ କୁଣ୍ଡଳୀରେ ଅବସ୍ଥାନ କରିଛନ୍ତି। ଏହା ସହିତ ମଙ୍ଗଳଙ୍କର କୌଣସି ପ୍ରକାରର ରାଶି ପରିବର୍ତ୍ତନ ହେବାର ମଧ୍ୟ ନାହିଁ। କିନ୍ତୁ ଅଷ୍ଟମ ଗୃହଟିକୁ କୁଣ୍ଡଳୀରେ ଖରାପ ବୋଲି ମାନାଯାଇଥାଏ। ତେଣୁ କ୍ୟାରିୟରରେ ଦାୟିତ୍ୱ ବହୁତ ମାତ୍ରାରେ ବଢ଼ିବ। ମନରେ ଭାବନା ଆସିବ କାମ ନ କରିବା ପାଇଁ। କାମକୁ ଆପଣ ଡରିବେ, କାମରେ ମନ ଲାଗିବ ନାହିଁ। କାହିଁକିନା ଦଶମ ଘରର ସ୍ୱାମୀ ଯେତେବେଳେ ଅଷ୍ଟମ ଘରେ, ଦ୍ୱାଦଶ ଘରେ ଅବସ୍ଥାନ କରିଥାନ୍ତି, ସେତେବେଳେ କ୍ୟାରିୟରରେ ଡିସାଟିସ୍ଫ୍ୟାକ୍ସନ୍ ଦେଇଥାନ୍ତି, ଅଶାନ୍ତି ଭାବ ସୃଷ୍ଟି କରାଇଥାନ୍ତି, କାମରେ ମନ ଲଗାଇ ନଥାନ୍ତି। କିନ୍ତୁ 16 ଅଗଷ୍ଟ ପରେ କ୍ୟାରିୟରକୁ ନେଇକରି ଆପଣଙ୍କର ବିଶେଷ ଭଲ ଦେଖାଦେଉଛି। କାହିଁକିନା ସେତେବେଳେ ସୂର୍ଯ୍ୟ ସପ୍ତମ ଘରକୁ, ନିଜର ଘରକୁ ଆସିଯିବେ। ତ ଯେଉଁମାନଙ୍କର ଚାକିରି ନାହିଁ, ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଚାକିରି ମିଳିବାର ସମ୍ଭାବନା ବହୁତ ଅଧିକ ରହିଛି। 16 ଅଗଷ୍ଟ ପରେ କ୍ୟାରିୟରରେ ମଧ୍ୟ ଉନ୍ନତି ଦେଖାଦେଉଛି। ବେଷ୍ଟ ରହିବ ଆପଣଙ୍କ ପାଇଁ 16 ଅଗଷ୍ଟ ପରେ। ଯାହା କିଛି ଚାହୁଁଛନ୍ତି, କର୍ମକ୍ଷେତ୍ରରେ ଅଶାନ୍ତି ରହିଥିଲା, ସବୁକିଛି 16 ଅଗଷ୍ଟ ପରେ ଠିକ୍ ହୋଇଯିବ। କିନ୍ତୁ ଅଗଷ୍ଟର ଆରମ୍ଭରୁ କାମରେ ଆପଣଙ୍କର ଟିକିଏ ମନ ଲାଗିବ ନାହିଁ। କାମକୁ ଡରିବେ, କାମକୁ ଛାଡ଼ିବା ପାଇଁ ବ୍ୟବସ୍ଥା କରିବେ। କିନ୍ତୁ 16 ଅଗଷ୍ଟ ପରେ ସବୁକିଛି ଠିକ୍ ହୋଇଯିବ। କ୍ୟାରିୟରରେ ଉନ୍ନତି ଦେଖାଦେଉଛି। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କର ବିଜନେସ୍ ବିଷୟରେ। ବିଜନେସ୍ ତ ଆପଣଙ୍କର ଏହି ମାସରେ ଆରମ୍ଭରୁ ସେତେଟା ଭଲ ଦେଖାଯାଉନାହିଁ, କିନ୍ତୁ 16 ଅଗଷ୍ଟ ପରେ ବହୁତ ଭଲ ଦେଖାଦେଉଛି। ଆଉ ହଁ, ସେହି ସମୟରେ ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ ହେବ। ଡେଲି ଇନକମ୍ରେ ଆପଣଙ୍କର ମଧ୍ୟ ବୃଦ୍ଧି ଦେଖାଦେଉଛି। କାହିଁକିନା ଦେବଗୁରୁ ବୃହସ୍ପତି ଧନର ସ୍ୱାମୀ ହୋଇକରି, ଲାଭର ସ୍ୱାମୀ ହୋଇକରି, ସେ ଆପଣଙ୍କର ପଞ୍ଚମ ଘରେ ଅବସ୍ଥାନ କରିଛନ୍ତି ଏବଂ ସେ ଆପଣଙ୍କର ଲାଭର ସ୍ଥାନକୁ ଦୃଷ୍ଟି ଦେଉଛନ୍ତି, ପ୍ରଥମ ଗୃହକୁ ଦୃଷ୍ଟି ଦେଉଛନ୍ତି। ତେଣୁ ବିଜନେସ୍ ଆପଣଙ୍କର 16 ଅଗଷ୍ଟ ପରେ ବହୁତ ଭଲ ରହୁଛି। କିନ୍ତୁ ସେତେଟା ବି 16 ଅଗଷ୍ଟ ପୂର୍ବରୁ ଖରାପ ଦେଖାଯାଉନାହିଁ, ଭଲ ରହିଛି। ଯେହେତୁ ବୁଧ ଷଷ୍ଠ ଗୃହରେ ଅଛନ୍ତି, ସେଥିପାଇଁ କହୁଥିଲି ଟିକେ ଖରାପ ରହିଛି। କିନ୍ତୁ ସୂର୍ଯ୍ୟ ସପ୍ତମ ଘରକୁ ଆସିଯିବେ। ବିଜନେସ୍ରେ ସେତେବେଳେ ସେ ବହୁତ ଉନ୍ନତି ଦେବେ। ବିଜନେସ୍ରେ ଗ୍ରୋଥ୍ ହେବ, ନୂତନ ବିଜନେସ୍ ଆରମ୍ଭ ହେବ। ତେବେ ବନ୍ଧୁଗଣ, ଏହା ତ ଥିଲା ଗ୍ରହମାନଙ୍କର ସ୍ଥିତି, କ'ଣ ସବୁ ଫଳ ପ୍ରଦାନ କଲେ। ଶେଷରେ ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ପ୍ରତିକାର କ'ଣ ରହିଅଛି। ଦେଖନ୍ତୁ, ପ୍ରତିକାର ସ୍ୱରୂପ ଆପଣଙ୍କର ରାଶିର ସ୍ୱାମୀ ହେଲେ ଶନିଦେବ। ଶନିଦେବଙ୍କର ବୀଜ ମନ୍ତ୍ର ପାଠ କରନ୍ତୁ। ତା ସହିତ ଶନିବାର ଦେଖିକି ଭିକାରୀଙ୍କୁ ଖାଇବା ପାଇଁ ଦିଅନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ମଙ୍ଗଳ ଯେହେତୁ କମଜୋର ଅଛନ୍ତି, ଆପଣଙ୍କର କ୍ୟାରିୟର ପାଇଁ ହେଉ, ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ହେଉ, ମଙ୍ଗଳଙ୍କର ବୀଜ ମନ୍ତ୍ର ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ତା ସହିତ ବୁଧଙ୍କର ବୀଜ ମନ୍ତ୍ର ପାଠ କଲେ ଆହୁରି ଭଲ ରହିବ। ତେବେ ବନ୍ଧୁଗଣ, ଆଶା କରୁଛି ଏହି ଭିଡ଼ିଓଟି ନିଶ୍ଚୟ ରୂପରେ ଭଲ ଲାଗିଛି। ଯଦି ଭିଡ଼ିଓଟି ଭଲ ଲାଗିଛି କିନ୍ତୁ ଏପର୍ଯ୍ୟନ୍ତ ମୋର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ସବସ୍କ୍ରାଇବ୍ ଗୋଟିଏ କରି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।